ବର୍ତ୍ତମାନ ରାଜ୍ୟର କେନ୍ଦୁପତ୍ର ତୁଲାଳୀମାନଙ୍କ ପାଇଁ ନୂଆ ପ୍ୟାକେଜ ଘୋଷଣା କରାଯିବ। ଏ ନେଇ ସୂଚନା ଦେଲେ ଭିକେ ପାଣ୍ଡିଆନ। ତେବେ ଏହି ନୂଆ ପ୍ୟାକେଜରେ କେଉଁମାନେ ଲାଭ ପାଇପାରିବେ ଏବଂ କ'ଣ ଲାଭ ମିଳିବ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଡିଟେଲ୍ ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। খুব শীঘ্র কেন্দুপত্র তুলালীମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ନୂଆ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ। ଏ ନେଇ ସୂଚନା ଦେଇଛନ୍ତି ଭିକେ ପାଣ୍ଡିଆନ। କେନ୍ଦୁପତ୍ର ତୁଲାଳୀଙ୍କ ଆବେଦନ କ୍ରମେ ସେମାନଙ୍କର ପରିବାର ସଦସ୍ୟଙ୍କ ବିବାହ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି, ଯାହାକି ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ ବୋଲି ଭିକେ ପାଣ୍ଡିଆନ କହିଛନ୍ତି। ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦୁପତ୍ର ଉପରୁ ଜିଏସ୍ଟି ଛାଡ଼ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ପ୍ରତ୍ୟାହାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଉଦାସୀନତା ନେଇ ସମାଲୋଚନା କରିଛନ୍ତି ଭିକେ ପାଣ୍ଡିଆନ। ସେପଟେ ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କର ପ୍ରତିଶ୍ରୁତି ପାଳନ ନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ନିଜର ଭାଗ 8% ଟିକସ ଛାଡ଼ କରିଛନ୍ତି। ରାଜ୍ୟ ସରକାର ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ କେନ୍ଦୁପତ୍ର ତୁଲାଳୀଙ୍କୁ ବୋନସ ଟଙ୍କା ଦେଉଛନ୍ତି ବୋଲି ଭିକେ ପାଣ୍ଡିଆନ ଏହି ସଭାରେ କହିଛନ୍ତି। ଠିକ୍ ଅଛି, ଏ ଥିଲା କେନ୍ଦୁପତ୍ର ତୁଲାଳୀମାନଙ୍କ ପାଇଁ ଆସିଥିବା ବହୁତ ବଡ଼ ଗୋଟେ ଅପଡେଟ୍। ଆପଣମାନଙ୍କ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ ଏବଂ ଗଭର୍ଣ୍ଣମେଣ୍ଟର ଯେକୌଣସି ନୂଆ ଯୋଜନାର ଅପଡେଟ୍ ଜାଣିବା ପାଇଁ ଏହି ଚ୍ୟାନେଲଟିକୁ ଆପଣମାନେ ରେଗୁଲାର ଦେଖୁଥାନ୍ତୁ।